Hello friends, Jai Jagannath. Welcome to my new mini blog. ଆଜି ରବିବାର କାର୍ତ୍ତିକ ମାସ ପରେ ଆମ ଘରେ ପ୍ରଥମ ଆଇଁଷ ରୋଷେଇ। ତ ଦେନ୍ ଏଇଠି ତ ମୋର ପ୍ରୋସେସ୍ ଗୁଡ଼ା ଷ୍ଟାର୍ଟ ହେଇସାରିଲାଣି, ଯେଉଁଠିକି ମୁଁ ଦେଖିଥିଲି ମାଛ ଚିଙ୍ଗୁଡ଼ି ଆଉ ଖଅଙ୍ଗା ଶୁଖୁଆ ହେଉଛି। ଦେନ୍ ଫାଷ୍ଟ ତ ଆମର ଶୁଖୁଆ ରେସିପି ଚାଲିଛି, ତାପରେ ଚିଙ୍ଗୁଡ଼ି ଭଜା ହେଲା। ଚିଙ୍ଗୁଡ଼ି ଭଜା ହେଇସାରିବା ପରେ ଆମ ମାଛ ତରକାରୀର ପ୍ରୋସେସ୍ଟା ଷ୍ଟାର୍ଟ ହେଇଯାଇଛି। ଏଇଟା ବି ବହୁତ ସିମ୍ପଲ୍ ରେସିପି ଥିଲା କିନ୍ତୁ ବହୁତ ଡେଲିସିୟସ୍ ଥିଲା। ଏଠି ମାଛ ରନ୍ଧା ଚାଲିଛି। ଏଠି ମାଛ ଗୁଡ଼ା ତ ଯେଉଁ ମସଲା ରେଡ଼ି ହେଇଥିଲା ତା ଦେହରେ ପକା ସରିଲାଣି। ସିଏ ହାଲକା ଫୁଟି ଆସିଲା ବେଳକୁ ଆମର ଧନିଆ ପତ୍ର ପକା ହେଇଗଲା। ଦେନ୍ ତାପରେ ଆମର ରେଡ଼ି ହେଇଗଲା। ତାପରେ ସିଆଡ଼କୁ ମାଛ ତରକାରୀ ତ ରେଡ଼ି ହେଇସାରିଛି, ତା ସାଙ୍ଗରେ ଆମର ଚିଙ୍ଗୁଡ଼ି ଛେଚା ହେଇଥିଲା, ମାଛ ତରକାରୀ ହେଇଥିଲା, ସାଲାଡ଼, ଭାତ, ପାମ୍ପଡ଼ ସହ ପରସି ଦିଆଗଲା। ଆମେ ତ ଚାଲିଲୁ ଖାଇବୁ। ଆପଣ ବି ବନାନ୍ତୁ, ଖାଆନ୍ତୁ। ମୋ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଲାଇକ୍, ସବସ୍କ୍ରାଇବ୍ ଆଣ୍ଡ କମେଣ୍ଟ କରନ୍ତୁ।